ହେଉଛି ନାରୀମାନଙ୍କ ଉପରେ ଯେଉଁ ନିର୍ଯାତନା ହେଉଛି, ଅବଳା ଦୁର୍ବଳା ନାରୀ ଯେ ତାଙ୍କ ଉପରେ ଯେଉଁ ଅନ୍ୟାୟ ଅତ୍ୟାଚାର ହେଉଛି, ସେଇ ନାରୀ ସେ ଯେତେବେଳେ ମାନେ ମା ରୂପିଣୀ ସର୍ବସହିଷ୍ଣୁ ସେ ଯେତେବେଳେ ତାଙ୍କ ପ୍ରତି ନିର୍ଯାତନା ହେଉଛି, ଅନ୍ୟାୟ ଅତ୍ୟାଚାର ହେଉଛି, ସେଇ ମା ସୀତାରୁ ଉଦରନିଶିତା ପାଲଟି ଯାଉଛି। ସେଇ ନାରୀ ଚରିତ୍ର ଉଦରନିଶିତା ପାଲିଯାଇ ଯେଉଁ ନାରୀ ମାଂସଲୋଭୀମାନଙ୍କୁ କିଭଳି ଭାବରେ ବିନାଶ କରିଛି, ସେଇଟାକୁ ବିନାଶ କରିସାରିଲା ପରେ ସେଇ ସମାଜକୁ ଦର୍ଶକ ବନ୍ଧୁମାନଙ୍କୁ ପଚାରୁଛି, ଜବାବ ମାଗୁଛି ଉଦରନିଶିତା, ମୁଁ ଏମାନଙ୍କୁ ବିନାଶ କରି ଠିକ୍ କରିଛି ନା ଭୁଲ କରିଛି। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କର ପ୍ରିୟ ଅଭିନେତା ସୁଶୀଲ କୁମାର। ଦିନରାତି ଚ୍ୟାନେଲର ସବୁ ଦର୍ଶକ ବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଶୁଭକାମନା। ଏହି ଐତିହାସିକ ଖଣ୍ଡଗିରି ମହାକୁମ୍ଭମେଳା ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଚାଲିଛି। ଆଉ ଏହି କୁମ୍ଭମେଳାରେ 6ଟି ପାର୍ଟି 2ଟି ଫେଜ୍ରେ ଆସୁଛନ୍ତି। ଆଉ ବହୁତ ଜନଗହଳି ଦର୍ଶକ ବନ୍ଧୁମାନଙ୍କ ଭିଡ଼ ଭିତରେ ନାଟକ ଚାଲିଛି, ବହୁତ ଆନନ୍ଦ ଉଲ୍ଲାସ ଭିତରେ ଚାଲିଛି, ବହୁତ ଭଲ ପରଫର୍ମାନ୍ସ ଚାଲିଛି, ବହୁତ ରେକର୍ଡ ସୃଷ୍ଟି କରି ଚାଲିଛି ତାର ନାଟକ ଉର୍ଦ୍ଦଣ୍ଡିଶିତାରେ। କ'ଣ କହିବେ ଏ ବିଷୟରେ? ଯେ ଆମର ଯେଉଁ ନାଟକ ସ୍ୱପ୍ନମହଲର ଜବାବ ମାଗୁଛି ଉଦରନିଶିତା, ଏ ନାଟକଟା ସମାଜ ପାଇଁ ମେସେଜ ହେଉଛି ନାରୀମାନଙ୍କ ଉପରେ ଯେଉଁ ନିର୍ଯାତନା ହେଉଛି, ଅବଳା ଦୁର୍ବଳା ନାରୀ ଯେ ତାଙ୍କ ଉପରେ ଯେଉଁ ଅନ୍ୟାୟ ଅତ୍ୟାଚାର ହେଉଛି, ସେଇ ନାରୀ ସେ ଯେତେବେଳେ ମାନେ ମା ରୂପିଣୀ ସର୍ବସହିଷ୍ଣୁ ସେ ଯେତେବେଳେ ତାଙ୍କ ପ୍ରତି ନିର୍ଯାତନା ହେଉଛି, ଅନ୍ୟାୟ ଅତ୍ୟାଚାର ହେଉଛି, ସେଇ ମା ସୀତାରୁ ଉଦରନିଶିତା ପାଲଟି ଯାଉଛି। ସେଇ ନାରୀ ଚରିତ୍ର ଉଦରନିଶିତା ପାଲିଯାଇ ଯେଉଁ ନାରୀ ମାଂସଲୋଭୀମାନଙ୍କୁ କିଭଳି ଭାବରେ ବିନାଶ କରିଛି, ସେଇଟାକୁ ବିନାଶ କରିସାରିଲା ପରେ ସେଇ ସମାଜକୁ ଦର୍ଶକ ବନ୍ଧୁମାନଙ୍କୁ ପଚାରୁଛି, ଜବାବ ମାଗୁଛି ଉଦରନିଶିତା, ମୁଁ ଏମାନଙ୍କୁ ବିନାଶ କରି ଠିକ୍ କରିଛି ନା ଭୁଲ କରିଛି, ସେଇଟା ଏଠାରେ ପ୍ରତିପାଦନ ହେଇଛି। ସମାଜକୁ ମେସେଜ ମଧ୍ୟ ରହିଛି। ନାଟକର ବହୁତ ସମାଜକୁ ସଂସ୍କାରମୂଳକ ସିନ୍ ଗୁଡ଼େ ବହୁତ ଅଛି। ଆଉ ଦର୍ଶକ ବନ୍ଧୁମାନଙ୍କୁ ବହୁତ ଖୋରାକ ଯୋଗାଉଛି, ଭରପୁର ମନୋରଞ୍ଜନ ମଧ୍ୟ ଅଛି ନାଟକ ଭିତରେ ଅଛି। ତେଣୁ ଆଜିକି 5 ଦିନ ଧରି ଏଇ ଖଣ୍ଡେ ନାଟକ ଚାଲିଛି, ହାଉସଫୁଲ୍ରେ ଚାଲିଛି ଆମ ଏଇ ଖଣ୍ଡଗିରିରେ। ଭାଇ ନିଶ୍ଚିତ ଉଦରନିଶିତାକୁ ଯଦି ସମର୍ଥନ କରିନଥାନ୍ତେ ତାହେଲେ ଦର୍ଶକ ବନ୍ଧୁମାନେ ଆସିନଥାନ୍ତେ। ତଥାପି ଆମେ ବି ଜଣେ କଳାକାର ହିସାବରେ ନାଟକର ସମାଜ ପ୍ରତି ମେସେଜ ଏଇଆ ଅଛି, ଭଲ ନାଟକ ସବୁଠି ବି ନାଟକରେ ମୋର ଭଲ ରୁହେ, ସମାଜ ପାଇଁ ମେସେଜ ଅଛି। ତେଣୁ ଦର୍ଶକ ବନ୍ଧୁମାନେ ଯେଉଁମାନେ ବି ଦେଖନ୍ତି, ରାତି ସାରା ଯିଏ ବସି ଦେଖିଲା କେହି ଉଠିଯିବାର ନାହିଁ, ସମସ୍ତେ ଶେଷ ପର୍ଯ୍ୟନ୍ତ ନାଟକ ଉପଭୋଗ କରନ୍ତି ଏବଂ ମନ୍ତବ୍ୟ ଦେଇଯାଆନ୍ତି ବହୁତ ଭଲ ହେଇଛି ନାଟକ। ଆଉ ଏହିପରି ଚାଲିଛି ନାଟକ, ବହୁତ ଆନନ୍ଦ ଉଲ୍ଲାସ ଭିତରେ ଦର୍ଶକମାନଙ୍କର ଉଦ୍ଦୀପନା ଉତ୍ସାହ ଭିତରେ ନାଟକ ଚାଲିଛି, ବହୁତ ମନୋରଞ୍ଜନ ଦେଉଛି। ଅନେକ ଯାତ୍ରାରେ ଚେୟାର ମାଡ଼ ହେଉଛି। ହଁ, ଚେୟାର ମାଡ଼ ହେଉଛି ଯେ ଘଟଣା ହେଉଛି ନିଶ୍ଚୟ ଏମିତି କିଛି ସିନ୍ ଅଛି ଯେଉଁ ସିନ୍ରେ ଦର୍ଶକ ବନ୍ଧୁମାନେ ଉତ୍ତ୍ୟକ୍ତ ହୋଇଯାଉଛନ୍ତି, ସେମିତି କିଛି ସଂଳାପ ରହିଛି, ସେମିତି କିଛି ସିନ୍ର ଟ୍ରିଟମେଣ୍ଟ ରହିଛି। ଏ ଯେଉଁ ହିନ୍ଦୁ ମୁସଲମାନ ଗୋଟେ ନାଟକ ଆମର ଯେଉଁ ହେଉଛି ଚେୟାର ମାଡ଼ ବାରମ୍ବାର ଶୁଣୁଥିବେ, ଯେ ଯେଉଁଟା ହିନ୍ଦୁଟାକୁ ମୁସଲମାନ ମାନେ 4-5 ଜଣ ମିଶିକି ଜବରଦସ୍ତ ତାକୁ ମୁସଲମାନ କରିବାକୁ ଚାହୁଁଥିବେ କି ଗୋମାଂସ ଖୁଆଉଥିବେ କି ଯାହା ହେଉ, କିନ୍ତୁ ଅଟୋମେଟିକାଲି ହିନ୍ଦୁ ଲୋକମାନେ ଉତ୍ତ୍ୟକ୍ତ ହେବା କଥା ହେବେ, ଚେୟାର ମାଡ଼ କରିବା କଥା କରିବେ। ଏମିତି କିଛି ସିନ୍ର ଟ୍ରିଟମେଣ୍ଟ ନେଇ ଆଉ କିଛି ବି ଯଦି ପ୍ରି ପ୍ଲାନ୍ରେ ଫୋପଡ଼ା ହେଉଥିବ ସେଇଟା ଦର୍ଶକମାନେ ହିଁ କହିବେ, କ'ଣ ସିନ୍ର ଥିମ୍ ଅଛି, କ'ଣ ଫୋପାଡ଼ୁଛନ୍ତି ସେଇଟା କହିବେ। କିନ୍ତୁ ଏଇଟା ଚାଲିଛି, ଏଇଟା ଚାଲିବା ଠିକ୍ ନୁହେଁ, କାହିଁକିନା ଅଭିନୟ କରାଯାଉଛି। ଯେ ଚେୟାରଟା ବାଇଦେବେ ଏକ ଆଖିରେ ବାଜିଗଲା, ଆଖିଟା ସବୁଦିନ ପାଇଁ ନଷ୍ଟ ହୋଇଯିବ। ଯେଉଁ ଚେୟାର ମାଡ଼ କରୁଛନ୍ତି ରାଗିକି, ନାଟକ ଭିତର କଥା ଏଇଟା, ନାଟକଟା ଆମେ କେବଳ ସମାଜକୁ ମେସେଜ, ସମାଜ ପାଇଁ ବାର୍ତ୍ତା ରହୁଛି, ଏଇଟା ଦେଖାଯାଉଛି। ଯଦି ସେଇଟାକୁ ଦର୍ଶକମାନେ ତ ନିଶ୍ଚିତ ଯେଉଁମାନେ ଭିତରକୁ ନେଲେ, ନାଟକ ଭିତରେ ମଝିରେ ହେଲେ ନିଶ୍ଚିତ ଉତ୍ତ୍ୟକ୍ତ ହେବେ, କିନ୍ତୁ ଚେୟାର ମାଡ଼ କରିବାଟା ଠିକ୍ ନୁହେଁ। କାରଣ କେତେବେଳେ ଦର୍ଶକ ଯେଉଁ ଚେୟାରଟା ଫୋପାଡ଼ିଲେ ତ ଦେଖିପାରୁନା ନା, ପିଠି ବାଜିବ, କେଉଁଠି ଗୋଡ଼କୁ ବାଜିବ, କେତେବେଳେ ଆଖିରେ ବାଜିବ, ନାକରେ ବାଜିବ, ମୁହଁରେ ବାଜିବ, ଆଖି ନଷ୍ଟ ହୋଇଯିବ, ଏସବୁ କରିବାଟା ଠିକ୍ ନୁହେଁ। ଧୀରେ ଧୀରେ ଯାତ୍ରା ପେଣ୍ଡାଲ ଭିତରକୁ ଠାକୁରଙ୍କୁ ନେଇକି ଭିତରେ ପଶିକିରି ବହୁତ ପ୍ରକାର ଯାତ୍ରାର ଅଭିନୟ କରାହେଉଛି, ଏଇଟା କ'ଣ ଠିକ୍? ନା, ଯେଉଁଟା ନାଟକ ଆମର ଚଳଚ୍ଚିତ୍ର ଅତୀତ ଦିନମାନଙ୍କରେ ଦେଖି ଆସିଲେ, ବଡ଼ ବଡ଼ ମୁଭିମାନଙ୍କରେ ଦେଖି ଆସିଲେ, ଠାକୁରମାନଙ୍କୁ ନେଇ ଧର ଯେଉଁ ନାଟକ ହେଇଛି, ଧର ଠାକୁରକୁ ଧର ବିଲିଭ୍ କରୁଥିବେ, କିଛି ବିଲିଭ୍ କରୁନଥିବେ, ବିରୋଧ କରୁଥିବେ, ଏଇସବୁ ଭିତରେ ଘାତ ପ୍ରତିଘାତ ନାଟକ କି ଫିଲ୍ମ ସବୁ ଆସୁଛି, ମୁଭିମାନେ ଆସୁଛି। କିନ୍ତୁ ଜାତିଆନା ପ୍ରଥା ନେଇ ଆସୁଛି, ମାନେ ଧର୍ମ ନେଇ ଆସୁଛି। କିନ୍ତୁ ଠାକୁର ଯେଉଁ ହିସାବରେ ବିଧିବଦ୍ଧ ଭାବେ ଯେଉଁଟା ହେଇକିରି ପ୍ରତିପାଦନ ହେଇକି ଲୋକମାନଙ୍କୁ ଠିକ୍ ଖୋରାକ ଯୋଗାଇ ପାରିବ, ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖି ହେଲା ଭଳି ସେଭଳି ମଞ୍ଚସ୍ଥ ହେଲେ ଠାକୁରଙ୍କୁ ନେଇକରି କିଛି ଯାଏ ଆସେ ନାହିଁ। ଯଦି ଠାକୁରଙ୍କୁ ନେଇକରି ଯେଉଁ ଆମର ଠାକୁର ଧର ରହିବା କଥା, ଯେଉଁଠି ରହିବା କଥା, ତାକୁ ତୁମେ ଠାକୁର ମୁଣ୍ଡ ଉପରେ ରହି ଯଦି ପାଦ ତଳେ ଥୋଇବ, ସେଇଟା ଦର୍ଶକ ଦେବତାମାନଙ୍କ ଆଘାତ ଦେବ।
समाज को भी गोटा कष्ट लगे आम संप्रति परंपरा धर्म को मध्य आघात लगे कि यहाँ कर ठीक नुहे जो डायरेक्टर मैंने राइटर मैंने जो मैंने ही लिखुं से लेखा को नहीं कलाकार मैंने उपस्थापन कर कलाकार निज मनरू करूना कि सहीटा को नजर देकर जमीक आम संस्कृति धर्म को कौन अवमानना न हो से प्रकार भगवान को लेकिन ठाकुर नहीं नाटक भितर गले किसी जायस ना जोटा नाटक जीवार ठीक अच्छी फिर भी जो जगन्नाथ धरिकी स्टेज मझे टणा उटरा भल मंद जो कर भारी ना हाँ कष्ट निश्चय लगे से कथा तो मुझे कहली जोटा कि आम संस्कृति धर्म को जोटा आघात न लगे कष्ट न लगे सहीपरी सीन रे धर ट्रिटमेंट रहा सांगे सांगे लेखा भी सेया रहा दरकार कलाकार मैंने जो मैंने कर भगवान को भगवान ही तरीका ही रखा दरकार भगवान को आम धर नहीं कि मैंने जोटा कि अपमान है भाई कम कले से दर्शक मान भी कष्ट लगे समस्त कष्ट लगे से करवा ठीक नुहे बहुत यात्रा बाटर काम कर आज्ञा को नाटकटी आपको बहुत पसंद को हिरो सहित काम करने भल लगे देखो मु तो बहुत दिन धरी यात्रा जगत रही दर्शक बंधु मैंने दर्शक देवता मैंने जानते मो सांगे रीना पंडा हिरोइन भी 4-5 वर्ष कर पूर्णिमा मैडम करिसेंती आबे नमिता टिकिना मैडम भी कर जूली पंडा मैडम कर सोनाली मैडम भी कर प्राय सब हिरोइन मैंने सब बड़ बड़ हिरोइन मैंने भी सब सारे काम कर प्राय समस्त परफॉर्मेंस भल लगे आज्ञा मोर थिला अष्टसम पार्टी थिला फास्ट रे सेकेंड आसती पार्वती पार्वती पार्टी मत माइलेज देती दर्शक देवता मान चिन्ह कर दीर्घ पार्वती पार्टी 12 वर्ष रही रूपा कान फुल सुना पाऊँ आप शुणी से मो सान भाई था अभय सामंतराय चरित्र से ही दर्शक मान पाखे मत परिचित कर दीर्घ से बहुत दिन तलर कथा से दीर्घ 20-22 वर्ष तलर कथा से डायलग आखिर मन ना कि पार्वती पार्टी जो 12 वर्ष रही नाटक गोटे पर गोटे रूपा कान फुल सुना पाऊँ तुमको भाई भूल है असत्य सहर तापर बंधु प्रेम बंधा पड़ी ना देवे आपण तापरे मिछुआ जेजे तापरे झील मान सलाम कर दीर्घ 5 वर्ष धरी चलला अधीन झड़